ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଦାନହୁଣ୍ଡି ଆଜି କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। 6 ମାସ ପରେ ଏହା ଖୋଲାଯାଇଛି। ଗଣତିରେ 1,04,36,963 ଟଙ୍କା ଏବଂ 38 ଗ୍ରାମ ସୁନା, 2 କେଜି 500 ଗ୍ରାମ ରୂପା ଓ 12ଟି ବିଭିନ୍ନ ବିଦେଶୀ ଟଙ୍କା ମିଳିଛି। ଚଳିତ ବର୍ଷରେ ଏହାକୁ ମିଶାଇ 2 ଥର ହୁଣ୍ଡିଗୁଡ଼ିକ ଖୋଲାଯାଇଛି। ରାୟଗଡ଼ା ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ର ଭକ୍ତମାନେ ମାନସିକ ପୂରଣ ପରେ ମାଙ୍କୁ ଦର୍ଶନ କରି ଟଙ୍କା, ସୁନା ଓ ରୂପା ଦାନ ଆକାରରେ ହୁଣ୍ଡିରେ ପକାଇଥାନ୍ତି। ଆଜି ପୂର୍ବାହ୍ନ ପ୍ରାୟ 9 ଘଣ୍ଟା ସମୟରେ ପୋଲିସ ରାଜସ୍ୱ ବିଭାଗର ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯିବା ପରେ ଟଙ୍କା ଗଣତି ଆରମ୍ଭ ହୋଇଥିଲା। ସୂଚନା ଥାଉ କି ଚଳିତ ବର୍ଷ ଜାନୁଆରୀ ମାସରେ ଦାନ ହୁଣ୍ଡିରୁ 94,49,054 ଟଙ୍କା ବାହାରିଥିବା ବେଳେ 93 ଗ୍ରାମ ସୁନା ସହ 2 କିଲୋ 170 ଗ୍ରାମ ରୂପା ଏବଂ ଅଳ୍ପ କିଛି ବିଦେଶୀ ମୁଦ୍ରା ପ୍ରାପ୍ତ ହୋଇଥିଲା। ବର୍ତ୍ତମାନ ଦାନ ହୁଣ୍ଡି ଖୋଲାଯିବା ପରେ ଗଣତିରେ 1,04,36,963 ଟଙ୍କା ଏବଂ 38 ଗ୍ରାମ ସୁନା, 2 କେଜି 500 ଗ୍ରାମ ରୂପା ଏବଂ 12ଟି ବିଭିନ୍ନ ବିଦେଶୀ ଟଙ୍କା ମିଳିଛି। ମୋ ନାଁ ସୁକାନ୍ତ ପୂଜାରୀ, ଇନ୍ସପେକ୍ଟର ଅଫ୍ ଏଣ୍ଡାମେଣ୍ଟ ରାୟଗଡ଼ା। ଆଜି ପାଖାପାଖି 9:45ରେ ହୁଣ୍ଡି ଗଣତି କାର୍ଯ୍ୟକ୍ରମ ଷ୍ଟାର୍ଟ ହେଇଥିଲା। ଏହି ହୁଣ୍ଡି ଗଣତିରେ ବ୍ୟାଙ୍କ ଷ୍ଟାଫ୍, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଷ୍ଟାଫ୍ ପାଖାପାଖି 40 ଜଣ ମେମ୍ବର ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଆଟେଣ୍ଡ କରିଥିଲେ। କିଛି ସ୍ୱେଚ୍ଛାସେବୀ ସଂଘ, ପୋଲିସ ଷ୍ଟାଫ୍ ଆଉ ତହସିଲ ଷ୍ଟାଫ୍ ସମସ୍ତଙ୍କ ଉପସ୍ଥିତିରେ ଓ ଟ୍ରଷ୍ଟ ମାନଙ୍କ ଉପସ୍ଥିତିରେ ଆଜି ହୁଣ୍ଡି ଗଣତି ଷ୍ଟାର୍ଟ ହେଇଥିଲା। ପାଖାପାଖି 300 ଲୋକ ଏହି ହୁଣ୍ଡି ଗଣତିରେ ନିୟୋଜିତ ହେଇଥିଲେ। ପୁରା ପୋଲିସ ଫୋର୍ସ ସିକ୍ୟୁରିଟିରେ, ପୁରା ଟାଇଟ୍ ସିକ୍ୟୁରିଟିରେ ଆମର ହୁଣ୍ଡି ଗଣତି କାର୍ଯ୍ୟକ୍ରମ ଚାଲିଲା। ଓ ବର୍ତ୍ତମାନ ହୁଣ୍ଡି ଗଣତି ଏଇଟା 7ଟାରେ ବର୍ତ୍ତମାନ କମ୍ପ୍ଲିଟ୍ ହେଇଛି। ଆମର ପାଖାପାଖି 1,04,36,000 ଟଙ୍କା ଆମର କେସ୍ ବାହାରିଛି ଓ ଗୋଲ୍ଡ ବାହାରିଛି। ପାଖାପାଖି ଆମର 38 ଗ୍ରାମସ୍ ଗୋଲ୍ଡ ବାହାରିଛି ଆଣ୍ଡ 2 କିଲୋ 500 ଗ୍ରାମ ଆମର ନେଇକି ସିଲଭର ବାହାରିଛି। କିଛି ଫରେନ୍ ନୋଟ୍ସ ବି ବାହାରିଛି ଆମର। ଗଣତି କାର୍ଯ୍ୟ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ, ମନ୍ଦିର ପରିଚାଳନା କମିଟି ଓ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦାୟିତ୍ୱ ତୁଲାଇଥିଲେ। ରାୟଗଡ଼ାରୁ ଧରଣୀଧର ପଟ୍ଟନାୟକଙ୍କ ରିପୋର୍ଟ, ଉପସ୍ଥାପନା ବୀରେନ୍ଦ୍ର କୁମାର ପାଣିଗ୍ରାହୀ। ନମସ୍କାର। ଆମର ଟେମ୍ପଲ ଆକାଉଣ୍ଟରେ ଡିପୋଜିଟ୍ ହେଇକି ରହିଛି।